ସୁଇଚ୍ ବୋର୍ଡ଼ରେ ଭେସଲିନ୍ ଲଗାଇବା କାହିଁକି ଜରୁରୀ ସେଇଟା ମୁଁ ଆପଣମାନଙ୍କୁ ନିହାତି ଭାବରେ କହିବି। ଜୟ ଜଗନ୍ନାଥ, ୱେଲକମ୍ ବ୍ୟାକ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍। କେମିତି ଅଛନ୍ତି ସାଙ୍ଗମାନେ? ଜଗନ୍ନାଥଙ୍କ କୃପାରୁ ସମସ୍ତେ ଭଲରେ ଥିବେ। ଚାଲନ୍ତୁ ମୁଁ ଆଜି ଆପଣମାନଙ୍କ ପାଇଁ ନୂଆ ନୂଆ ଟିପ୍ସ ଆଣିଛି, ଯେଉଁଟାକି ଆପଣମାନଙ୍କ ଡେଲି ଲାଇଫ୍ରେ ନିହାତି ଭାବରେ ୟୁଜଫୁଲ୍ ଥିବ। ଚାଲନ୍ତୁ ଦେଖିନେବା। ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଥିବେ ତାହେଲେ ପ୍ଲିଜ୍ ସବସ୍କ୍ରାଇବ୍ କରିବା ପାଇଁକା ଆଦୌ ବି ଭୁଲିବେ ନାହିଁ। ଆଉ ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରନ୍ତୁ, ଯାହାଫଳରେ କି ମୋର ଫାଷ୍ଟ ନୋଟିଫିକେସନ୍ ଆପଣମାନଙ୍କ ପାଖରେ ଯାଇପାରିବ। ଫାଷ୍ଟ ଚାଲନ୍ତୁ ଦେଖିନେବା ଫାଷ୍ଟ ଟିପ୍ସ ମୋର କ'ଣ ଅଛି। ଏବେ ବର୍ତ୍ତମାନ ଶୀତ ଦିନ ଚାଲିଛି, ତ ସବୁ ଗୃହିଣୀମାନେ ଘର କାମ କରିବା ସହିତ ନିଜ ହାତର ମଧ୍ୟ ଯତ୍ନ ନେବା ନିହାତି ଦରକାର। ତ ଚାଲନ୍ତୁ ଦେଖିନେବା। ଆପଣମାନ ଯେତେବେଳେ ରାତିରେ ଶୋଇଲା ବେଳେ ଆପଣମାନେ ଆସୁଛନ୍ତି, ତ ସେତେବେଳେ ହାତରେ ଟିକେ ବୋରୋପ୍ଲସ୍ ନେଇକିରି ଆପଣମାନଙ୍କ ଦୁଇ ହାତରେ ଏମିତି ଟିକେ ମାଲିସ କରିକି ଆପଣମାନଙ୍କ ଉପର ହାତରେ ଟିକେ ନାକୁ ମାଲିସ କରିଦେବେ। ଦେଖିବେ ଆପଣମାନଙ୍କ ହାତ ଯେଉଁ ଡ୍ରାଏ ଥିବ ତା ପୁରା ସଫ୍ଟ ହେଇଯିବା ସହିତ ବହୁତ ବଢ଼ିଆ ସ୍ମେଲ୍ ମଧ୍ୟ ଆସିବ। ଆପଣମାନେ ଏହି ଟିପ୍ସଟି ସବୁଦିନ ରାତିରେ କରନ୍ତୁ, ଯାହାଫଳରେ କି ଆପଣଙ୍କ ହାତ ପୁରା ନରମ ଓ ସଫ୍ଟ ରହିବ। ଯେହେତୁ ଆମେ ପାଣିର କାମ କରିଥାଉ, ତ ଆମ ହାତ ବହୁତ ଡ୍ରାଏ ହେଇଯାଇଥାଏ, ଆଉ ହାତ ଡ୍ରାଏ ହେବା ଦ୍ୱାରା ଆମକୁ ଭଲ ଲାଗିନଥାଏ। ତ ଆପଣମାନେ ଯେତେବେଳେ ବି ଶୋଇବା ପାଇଁକା ଯାଉଛନ୍ତି, ତା ପୂର୍ବରୁ ଏହି ଟିପ୍ସଟି ନିହାତି ଭାବରେ କରନ୍ତୁ। ତ ନିହାତି ଭାବରେ ଆପଣମାନଙ୍କ ହାତ ପୁରା ସଫ୍ଟ ରହିବା ସହିତ ଆପଣମାନଙ୍କର ବହୁତ ହାତ ସୁନ୍ଦର ମଧ୍ୟ ଦେଖାଯିବ। ଶୀତ ଦିନେ ଜାଣିଛନ୍ତି ଆପଣମାନେ ଯେତେ ଅଏଲ୍ ରଖିବେ ହାତକୁ, ଆପଣମାନଙ୍କ ହାତ ସେତେ ଭଲ ଦେଖାଯିବ। ଆଶା କରୁଛି ଏ ଟିପ୍ସଟି ଆପଣମାନଙ୍କୁ ନିହାତି ଭାବରେ ଭଲ ଲାଗିଥିବ। ଚାଲନ୍ତୁ ଆମ ନେକ୍ସଟ ଟିପ୍ସ ଅଛି ମୋର କିଛି ପେପରକୁ ନେଇକି। ତ ଯେତେବେଳେ ଆମେ ଡାଇନିଂରେ କିଛି ପେପର ରଖିଥାଉ ବା ଷ୍ଟଡି ଟେବୁଲରେ କେତେବେଳେ ପେପର ରଖିଥାଉ, ତ ବା ପିଲାମାନେ ଯେତେବେଳେ ପଢ଼ିଥାନ୍ତି, ତ ଫ୍ୟାନ୍ର ହାୱାରେ ଆପଣମାନେ ଦେଖିଥିବେ ପେପରଟା ଆମର ଉଡ଼ିଥାଏ। ତ ଆପଣମାନେ କ'ଣ କରିବେ ନା, ଯେଉଁ ସରିଯାଇଥିବା ନେଲ୍ ପଲିସ୍କୁ ଆପଣମାନେ ନ ଫିଙ୍ଗିକିରି ସେହି ପେପର ଉପରେ ରଖିଦେବେ। ଦେଖିବେ ଆପଣମାନଙ୍କର ବହୁତ ବଡ଼ କାମରେ ସେ ସାହାଯ୍ୟ କରିବ। ତ ନେଲ୍ ପଲିସ୍ ସରିଗଲା ପରେ ଆମେ ତ ଫାଇନାଲି ତାକୁ ଫିଙ୍ଗି ଦେଇଥାଉ, କିନ୍ତୁ ଆପଣମାନେ ତାକୁ ନ ଫିଙ୍ଗିକିରି ଏଇ କାମରେ ଲଗାନ୍ତୁ। ଦେଖିବେ ଆପଣମାନଙ୍କର ପିଲାମାନଙ୍କର ଅସୁବିଧା ହେବନି, କାରଣ ପାଠ ପଢ଼ିଲା ବେଳେ ତ ଫ୍ୟାନ୍ ଲାଗିଥାଏ। ତ ଫ୍ୟାନ୍ ଲାଗିବା ଦ୍ୱାରା କ'ଣ ହୁଏ ନା, ପେପରଟା ଉଡ଼ିଯିବା ଫଳରେ ପାଠଟା ଡିଷ୍ଟର୍ବ ହୋଇଥାଏ। ବା କିଛି ଆପଣମାନେ ଯଦି ଡାଇନିଂରେ କିଛି ଡକ୍ୟୁମେଣ୍ଟ ରଖୁଛନ୍ତି, ତ ଆପଣମାନେ ଏହି ନେଲ୍ ପଲିସ୍ର ମଧ୍ୟ ୟୁଜ୍ କରିପାରିବେ। ଆପଣମାନେ ସରିଥିବା ନେଲ୍ ପଲିସ୍କୁ ନ ଫୋପାଡ଼ିକିରି ତା ଉପରେ ଆପଣମାନେ ଆରାମସେ ରଖିପାରିବେ। ନେକ୍ସଟ ଟିପ୍ସ ହେଉଛି ମୋର ଭେସଲିନ୍ ନେଇକିରି। ତ ସୁଇଚ୍ ବୋର୍ଡ଼ରେ ଆମେ ଭେସଲିନ୍ କ'ଣ ପାଇଁ ଲଗାଇବା, ଆଉ କ'ଣ ପାଇଁ ଭେସଲିନ୍ ଲଗାଇବା ଜରୁରୀ କି ନାହିଁ, ସେଇଟା ମୁଁ ଆପଣମାନଙ୍କୁ କହୁଛି। ଦେଖନ୍ତୁ ଆପଣମାନଙ୍କ ଘରେ ତ ଶୀତ ଦିନ ଯେହେତୁ ଭେସଲିନ୍ ତ ସମସ୍ତଙ୍କ ଘରେ ଥାଏ, ତ ଭେସଲିନ୍କି ଆମେ ସୁଇଚ୍ ବୋର୍ଡ଼ରେ କ'ଣ ପାଇଁ ଲଗାଇବା। ଆପଣମାନେ କିଛି କଟନ୍ ନେଇଯିବେ। କଟନ୍ରେ ଆପଣମାନେ ଟିକେ ଭେସଲିନ୍କୁ ନେଇଯିବେ। ତ କଟନ୍ରେ ଭେସଲିନ୍କୁ ନେଇକିରି ମୁଁ କ'ଣ କରିବି ସେଇଟା ଆପଣମାନଙ୍କୁ ଆଗକୁ ଦେଖିବାର ଅଛି। ଭିଡ଼ିଓକୁ ଜମାରୁ ବି ସ୍କିପ୍ କରିବେନି। ଯଦି ଆପଣମାନେ ସ୍କିପ୍ କରିବେ ତାହେଲେ ଆପଣମାନେ ଇମ୍ପୋର୍ଟାଣ୍ଟ ଟିପ୍ସ ଗୁଡ଼ାକ ସବୁ ମିସ୍ କରିଯିବେ। ତ ଏହି ଟିପ୍ସଟି ଆପଣମାନେ ନିହାତି ଭାବରେ ଦେଖିବା ନିହାତି ଜରୁରୀ। ଚାଲନ୍ତୁ ଦେଖିବା ସୁଇଚ୍ ବୋର୍ଡ଼। ଦେଖନ୍ତୁ ଯେଉଁମାନଙ୍କ ଘରେ ଛୋଟ ଛୋଟ ପିଲା ଥିବେ, ଦେଖନ୍ତୁ ସୁଇଚ୍ ବୋର୍ଡ଼ର ଅବସ୍ଥା କ'ଣ କରିଛନ୍ତି। ତ ଆପଣମାନେ ତାକୁ ପାଣି ଲଗାଇ ତ ସଫା କରିପାରିବେନି, ତ ଆପଣମାନେ ଟିକିଏ କଟନ୍ରେ ଭେସଲିନ୍ ନେଇଯିବେ। ଆରାମସେ ଆପଣମାନେ ତାରି ଉପରେ ଭଲକରି ଟିକେ ହାଲକେଇକିରି ଘଷିବେ। ଦେଖିବେ ଆପଣମାନଙ୍କର ଯେଉଁ ସ୍ପଟ୍ ଗୁଡ଼ାକ ଥିବ, ବା ଆମେ ଯେତେବେଳେ ରେଗୁଲାର ହାତରେ ସୁଇଚ୍କୁ ଫ୍ୟାନ୍କୁ ଅଫ୍ ଅନ୍ କରିଥାଉ, ତ ଆମ ହାତରେ ମଧ୍ୟ ବହୁତ ଅଏଲ୍ ବା ମଳି ଲାଗିକିରି ଆମ ସୁଇଚ୍ ବୋର୍ଡ଼ଟା ବହୁତ ଅପରିଷ୍କାର ହେଇଥାଏ। ତ ଆପଣମାନେ କ'ଣ କରିବେ ନା, ଟିକିଏ ଭେସଲିନ୍ ନେଇକିରି କଟନ୍ରେ ଆରାମସେ ସବୁ ସୁଇଚ୍ ସହ ବୋର୍ଡ଼ରେ ଆପଣମାନେ ଭଲକିରି ମାନେ ମାଲିସ କରିଦେବେ। ଦେଖିବେ ଆପଣମାନଙ୍କ ସୁଇଚ୍ ବୋର୍ଡ଼ ପୁରା ଚକଚକ ହେବା ସହିତ ନୂଆ ପରିକା ଦେଖାଯିବ। ଆଉ ଯାହା ବି ଦାଗ ଥିବ ତାହା ବି ଆପଣମାନଙ୍କର ବିନା ପାଣିରେ ଆପଣମାନେ ତାକୁ ସବୁ ସଫା କରିପାରିବେ। ଦେଖିବେ କଟନ୍ରେ ମୋର କେତେ ମଳି ଦେଖାଯାଉଛି। ଆପଣମାନେ ଖାଲିରେ ଦେଖିଲେ ଜାଣିପାରିବେନି କି ସଫା ସୁଇଚ୍ ବୋର୍ଡ଼ ଦେଖାଯାଉଛି, କିନ୍ତୁ ଏତେ ମଳି ଆସୁଛି କେଉଁଠୁ। କିନ୍ତୁ ଆପଣମାନେ ସପ୍ତାହକୁ ଥରେ ଏମିତି କରନ୍ତୁ, ଦେଖିବେ ଆପଣମାନଙ୍କ ସୁଇଚ୍ ବୋର୍ଡ଼ ଆଉ ଖରାପ ହେବ ନାହିଁ। ଆପଣ ପାଣିରେ ବି ମଧ୍ୟ ଆ ଦେହରେ ୟୁଜ୍ କରିପାରିବେ ନାହିଁ। କିନ୍ତୁ ଆଶା କରୁଛି ଆଜିର ଟିପ୍ସଟି ଆପଣମାନଙ୍କୁ ନିହାତି ଭାବରେ ଭଲ ଲାଗିଥିବ। ଯଦି ଭଲ ଲାଗିବ ଗୋଟିଏ ଛୋଟିଆ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବା ପାଇଁକା ଆଦୌ ଭୁଲିବେ ନାହିଁ। ରହୁଛି। ଜୟ ଜଗନ୍ନାଥ। ଦେଖା ହେବା ନେକ୍ସଟ ଭିଡ଼ିଓରେ।